ଦେଖନ୍ତୁ ଆଜି ଆମେ ପଢିବା ଭାଲ୍ୟୁ କ୍ରାଇସିସ୍ ଇନ୍ ଏଜୁକେସନ। ଏଜୁକେସନ ସିଷ୍ଟମ ରେ ଆମର କଣ କଣ ଭାଲ୍ୟୁ କ୍ରାଇସିସ୍ ରହୁଛି, କଣ କଣ କନଫ୍ଲିକ୍ଟ ରହୁଛି ଭାଲ୍ୟୁରେ। ଅହିଂସା ୱାଜ ଦ ମୋଟୋ ଅଫ ଆନ୍ସିଏଣ୍ଟ ଇଣ୍ଡିଆ। ଅହିଂସାଟା ହଉଛି ଗୋଟେ କଣ ମାନେ ଆନ୍ସିଏଣ୍ଟ ଇଣ୍ଡିଆର ଗୋଟେ ମୋଟୋ ଭାବରେ ସେ ନିଅନ୍ତି। The religions originated in India like Hinduism, Buddhism, Jainism, Sikhism has been preaching values since centuries. ଦେଖନ୍ତୁ କଣ କହିଲା, ଦ ରିଲିଜିୟସ୍ ଅରିଜିନେଟେଡ୍ ଇନ୍ ଇଣ୍ଡିଆ। ଆମର ଇଣ୍ଡିଆରେ ଯାହା ଯାହା ରିଲିଜିଅନ ରହିଛି, ଯେମିତିକି ହିନ୍ଦୁ ରହିଛି, ହିନ୍ଦୁଇଜିମ୍ ରହିଛି, ବୁଦ୍ଧିଜିମ୍, ଜୈନିଜିମ୍, ଶିଖିଜିମ୍, ଏସବୁ କଣ କହୁଛି ହାଜ୍ ବିନ୍। ଗୋଟେ ସେକେଣ୍ଡ ପିଲାମାନେ। ଓକେ, ହଁ ଦେଖନ୍ତୁ କଣ କହିଲା, ଦ ରିଲିଜିୟସ୍ ଅରିଜିନେଟେଡ୍ ଇନ୍ ଇଣ୍ଡିଆ ଲାଇକ୍ ହିନ୍ଦୁଜିମ୍, ବୁଦ୍ଧିଜିମ୍, ଜୈନିଜିମ୍, ଶିଖିଜିମ୍, ଆମର ଯାହା ଯାହା ସବୁ ରିଲିଜିଅନ ରହୁଛି ହାଜ୍ ବିନ୍ ପ୍ରିଚିଂ ଭାଲ୍ୟୁ ସିନ୍ ସେଞ୍ଚୁରିଜ୍। ପ୍ରିଚିଂ ଭାଲ୍ୟୁ ମାନେ କଣ, ଗୋଟେ ରିଲିଜିୟସ୍ ଭାଲ୍ୟୁ। ଏଇ ସବୁ ରିଲିଜିଅନ ସବୁ ଇଣ୍ଡିଆରେ ଏକ୍ଜିଷ୍ଟ କରୁଛି। Our country is known for value and the value based practices is all walks of our lives। ମାନେ ଆମ କଣ୍ଟ୍ରିଟା ଏଇ ସବୁ ଭାଲ୍ୟୁକୁ ନେଇକି ବୁଝଉଛି, ଏଇ ସବୁ ରିଲିଜିଅନକୁ ନେଇକି ତାର ଇଜ ନୋନ୍ ଫର ଭାଲ୍ୟୁ ଆଣ୍ଡ ଦ ଭାଲ୍ୟୁ ବେସ୍ଡ ପ୍ରାକ୍ଟିସେସ୍ ଇଜ ଅଲ୍ ୱାର୍କସ୍ ଅଫ୍ ଆୱାର ଲାଇଫ। ଆମର ଯାହାବି ଆମ ଜୀବନରେ ବଞ୍ଚିବା ପାଇଁ ଆମର ଯାହାବି ଆମର ଡେ ଟୁ ଡେ ଲାଇଫରେ ଆମେ ଯାହାବି ସବୁ କରୁଛେ, ଯାହାବି ସବୁ ପ୍ରାକ୍ଟିସ କରୁଛେ, କିମ୍ବା ଯାହାବି ଆମେ ୟାର ମିନିଂଟା ପ୍ରାକ୍ଟିସ ଇଜ ଅଲ୍ ୱାର୍କସ୍ ଅଫ୍ ଆୱାର ଲାଇଫ ମାନେ ଦୈନନ୍ଦିନ ଜୀବନରେ ଆମେ କେମିତି ବଞ୍ଚୁଛେ, କଣ କରୁଛେ, ଆମେ ରିଲିଜନର ଗୋଟେ କିଛି ଗୋଟେ ରୁଲ ଥାଏ, କିଛିଟା ରେଗୁଲେସନ ଥାଏ। ବୁଦ୍ଧିଜିମ୍ ର ଯାହା ଯାହା ରୁଲ ଅଛି ହିନ୍ଦୁଜିମ୍ ରେ ସେୟା ଅଛି, ସେଟା ନୁହେଁ। ଜୈନିଜିମ୍ ରେ ଡିଫରେଣ୍ଟ ଅଛି, ଶିଖିଜିମ୍ ରେ ଡିଫରେଣ୍ଟ ଅଛି। ସେଇ ଜିନିଷଟା କହିଲା ଡିଫରେଣ୍ଟ ଡିଫରେଣ୍ଟ ରିଲିଜନ କୁ ନେଇକି ଆମର ଯାହା ଯାହା ସବୁ ରୁଲ ରହୁଛି, ଯାହା ଯାହା ରେଗୁଲେସନ ରହୁଛି, ତାକୁ ଆମେ ଫଲୋ କରିକି ଆମେ ଡେ ଟୁ ଡେ ଲାଇଫରେ ୱାର୍କ କରୁଛେ। କ୍ଲିୟର। ଦେନ୍ କଣ କହିଲା, ପ୍ରାକ୍ଟିସ ଅଫ ଧର୍ମ ୱାଜ ଇନସିଷ୍ଟେଡ। Our people have sacrificed everything, even the life to stick onto the value। ସେମ ଜିନିଷ ଏଠି କହିଲା, ପ୍ରାକ୍ଟିସ ଅଫ ଧର୍ମ ୱାଜ ଇନସିଷ୍ଟେଡ ମାନେ ଆମର ଯାହା ବି ଧର୍ମ ରହୁଛି, ଆମର ଏଇନା ହିନ୍ଦୁ ଧର୍ମ, ଆମେ ମାନେ ସମସ୍ତେ ହିନ୍ଦୁ ଧର୍ମରେ ଯାଉଛେ କି ନାହିଁ। ତ ଆମେ ଯଦି ହିନ୍ଦୁ ଧର୍ମରେ ଆମର ଯାହା ବି ରହୁଛି, ଯାହା ବି ରୁଲ ରହୁଛି, ଆମକୁ ସେଟା ଇନସିଷ୍ଟ କରୁଛି, ପିପଲ ମାନଙ୍କୁ ଇନସିଷ୍ଟ କରୁଛି। ଯଦି ଗୋଟେ ଯଦି ଗୋଟେ ଲୋକ ଏବେ ଚାହିଁବ କିଛି ଗୋଟେ ଅଲଗା ଧର୍ମର କିଛି ଗୋଟେ ଜିନିଷ କରିବା ପାଇଁ, କିମ୍ବା ଯାହା କରିବା ପାଇଁ, ତାକୁ ସେଟା ସାକ୍ରିଫାଇସ କରିବା ପାଇଁ ପଡୁଛି। ଆମ ଧର୍ମ ତାକୁ ଇନସିଷ୍ଟ କରୁଛି, ନାଇଁ ଆମ ଧର୍ମର ଏଇଆ ରୁଲ ଅଛି, ତୁ ଏଇଟା ହିଁ କରିବୁ। ତାକୁ ସାକ୍ରିଫାଇସ କରିବା ପାଇଁ ପଡୁଛି ଏଭ୍ରିଥିଙ୍ଗ, ଇଭେନ ଦ ଲାଇଫ ଟୁ ଷ୍ଟିକ୍ ଅନଟୁ ଦ ଭାଲ୍ୟୁ। ତାକୁ ତା ଲାଇଫରେ ଷ୍ଟିକ୍ କରିବା ପାଇଁ ପଡୁଛି। ସେ ଯୋଉ ଧର୍ମରୁ ବିଲଙ୍ଗ କରୁଛି, ସେଇ ଧର୍ମର ରୁଲ ରେଗୁଲେସନରେ ତାକୁ ତା ଲାଇଫକୁ ଷ୍ଟିକ୍ କରିବା ପାଇଁ ପଡୁଛି। କ୍ଲିୟର। ଦେନ୍ ଆସିଲା ଭାଲ୍ୟୁ କ୍ରାଇସିସ୍ ଇନ୍ ଦ ଫ୍ୟାମିଲି। ଫ୍ୟାମିଲିରେ କଣ କଣ ଭାଲ୍ୟୁ କ୍ରାଇସିସ୍ ରହୁଛି, ଏଥିରେ କିଛି ବି ଡିଫରେଣ୍ଟ ମାନେ ସରି ଏଥିରେ କିଛି ବି ଡିଫିକଲ୍ଟ ନାହିଁ, ଖାଲି ୱାର୍ଡିଂ ରେ ଟିକେ ଡିଫରେଣ୍ଟ ଅଛି। ଆପଣ ମାନେ ଚାହିଁଲେ ନିଜ ୱାର୍ଡରେ ଲେଖିପାରିବେ, କିଛି ଆବଶ୍ୟକ ନାହିଁ ଘୋଷିବା ତ ସମ୍ଭବ ନୁହେଁ। ଆପଣ ଓଡିଆରେ ଜଷ୍ଟ ବୁଝନ୍ତୁ, ନିଜ ୱାର୍ଡରେ ଲେଖିପାରିବେ। ଗୋଟେ ଆଇଡିଆ ବାସ୍ ମାଇଣ୍ଡରେ ରଖନ୍ତୁ, ଏତିକି ଏଇ ଜିନିଷ ମତେ ଏଇ ହେଡିଂ ଭିତରେ ରଖିବାର ଅଛି। କ୍ଲିୟର। ଦେଖନ୍ତୁ, ଫ୍ୟାମିଲି ଇଜ ରିଗାର୍ଡେଡ ଆଜ ancient universal social institution right from our civilization।
Family is regarded as ancient universal social institution. ଫ୍ୟାମିଲି ଟାକୁ କଣ କୁହାଯାଉଛି? ଆନ୍ସିଏଣ୍ଟ ୟୁନିଭର୍ସାଲ ସୋସିଆଲ ଇନଷ୍ଟିଟ୍ୟୁସନ ବୋଲି କୁହାଯାଉଛି। ରାଇଟ୍ ଫ୍ରମ ଆୱାର ସିଭିଲାଇଜେସନ, ଆମର ବର୍ତ୍ତମାନର ସିଭିଲାଇଜେସନ ଅନୁସାରେ ଫ୍ୟାମିଲିକୁ ଆନ୍ସିଏଣ୍ଟ ୟୁନିଭର୍ସାଲ ସୋସିଆଲ ଇନଷ୍ଟିଟ୍ୟୁସନ ବୋଲି କୁହାଯାଉଛି। ଇଭେନ ଇନ୍ ଫ୍ୟାମିଲି ଦେୟାର ଆର୍ ସମ୍ ଭାଲ୍ୟୁଜ ଟୁ ବି ଫଲୋଡ। ଇଭେନ ଫ୍ୟାମିଲିରେ ମଧ୍ୟ କିଛିଟା ଭାଲ୍ୟୁ ରହୁଛି ଯୋଉଟାକୁ ଆମେ ଫଲୋ କରିବା ଦରକାର, କିଛିଟା ରୁଲ ରେଗୁଲେସନ ରହୁଛି ଯୋଉଟାକୁ ଆମେ ଫଲୋ କରିବା ଦରକାର। Our family system is very strong. ଆମ ମାନଙ୍କର ଫ୍ୟାମିଲି ସିଷ୍ଟମ ଟା ସବୁ ବେଶୀ ଷ୍ଟ୍ରଙ୍ଗ ଥାଏ। The the patriarchal system was prevalent in our country, though there are stray cases existing the matriarchal system. ଗୋଟେ ସେକେଣ୍ଡ ପିଲା, ସରି। ଦେଖନ୍ତୁ କଣ କହିଲା, the patriarchal system was prevalent in our country. या ମାନେ ହଉଛି patriarchal ମାନେ କଣ, ମଣିଷ ଦ୍ୱାରା ସୃଷ୍ଟି କରାଯାଇଥିବା କିମ୍ବା ମଣିଷ ଦ୍ୱାରା ତିଆରି କରାଯାଇଥିବା କିଛିଟା ନିୟମ, ଯୋଉଟା କି କିଛିଟା ପାୱାର ଥାଏ, କିଛିଟା ପ୍ରପର୍ଟି ଥାଏ, ଏଇ ସବୁକୁ କୁହାଯାଉଛି patriarchal. was prevalent in our country. ଆମ countryରେ ଏଟା prevalent ହଉଛି। So there are stray cases existing the matriarchal system. matriarchal ମାନେ କଣ, ଆମର ଯୋଉ ବାସ୍ତବିକ ସିଷ୍ଟମ ଆମର ଯାହା ରହୁଛି, ଆମର ବାସ୍ତବିକ ଜୀବନରେ ଯାହା ବି ଆମର ସିଷ୍ଟମ ରହୁଛି ତା ସହିତ ମଧ୍ୟ ଷ୍ଟ୍ରେ କେସେସ୍ ହେଇକି ମାନେ କିଛିଟା ଜଡିତ ହେଇକି ଏକ୍ଜିଷ୍ଟ କରୁଛି, ଯୋଉଟା ମଣିଷ ଯଦି କିଛିଟା ସିଷ୍ଟମ ବାହାର କରୁଛି। ସିଷ୍ଟମ ମାନେ କଣ, ସିଷ୍ଟମ ତ ଏଠି କୁହାଯିବନି, ରୁଲ ଆଉ ରେଗୁଲେସନ ଏଠି କୁହାଯିବ। ଯାହା ତା ଦ୍ଵାରା କିଛିଟା ହେଇଛି, ରୁଲରେ ରୁଲ ରେଗୁଲେସନ ଯାହା ବି ହେଇଛି, ସମସ୍ତଙ୍କ ଫ୍ୟାମିଲିରେ ଡିଫରେଣ୍ଟ ଡିଫରେଣ୍ଟ ରୁଲ ଥାଏ। ଏବେକାର ଯଦି ଆମେ ଗୋଟେ ରିସେଣ୍ଟ ଏକ୍ସାମ୍ପଲ ନବା, ଏବେକା ସୋସାଇଟିରେ ମଧ୍ୟ ଆଜିକା ଜେନେରେସନରେ ମଧ୍ୟ ସବୁ ଫ୍ୟାମିଲିରେ କମନ ଜିନିଷ, ସମସ୍ତେ ତ ବଡ ହେଇସାରିଲେଣି, ସମସ୍ତେ ଜାଣିଛନ୍ତି ଲଭ ମ୍ୟାରେଜ ଟାକୁ ସମସ୍ତେ ସବୁ ଫ୍ୟାମିଲିରେ ଆକ୍ସେପ୍ଟ କରୁନାହାନ୍ତି। କିଛି କିଛିଟା ଫ୍ୟାମିଲିରେ ହଁ ଇଜିଲି ଆକ୍ସେପ୍ଟେବୁଲ, ଇଜିଲି ସେମାନେ ଆକ୍ସେପ୍ଟ କରୁଛନ୍ତି। କିଛିଟା ଫ୍ୟାମିଲିରେ ନା ଆମର ଏଇଟା ଦରକାର, ନା ଆମର ସେଇଟା ଦରକାର, ଏଇ ଜିନିଷଟା ରହିବା ଦରକାର। କୋଉ ଜିନିଷଟା ବେସିକାଲି କାଷ୍ଟ ଦେଖନ୍ତି କିମ୍ବା ଯାହାବି ତାଙ୍କର କ୍ରାଇଟେରିଆ, ତାଙ୍କ ମାଇଣ୍ଡରେ, ଫ୍ୟାମିଲି ମେମ୍ବରଙ୍କ ମାଇଣ୍ଡରେ ଯାହାବି ତାଙ୍କର ସେ ସେଟ୍ କରିଦେଇଥିବେ, ସେ ଜିନିଷଟାକୁ ଦେଖନ୍ତି। କେବଳ ମ୍ୟାରେଜ ପ୍ରପୋଜାଲକୁ ନେଇକି ଆମେ କହିପାରିବାନି, ବହୁତ ଜିନିଷ ଏବେ ମଧ୍ୟ କିଛିଟା ଜିନିଷ ଏବେ ମଧ୍ୟ କିଛିଟା ସୋସାଇଟିରେ ଝିଅ ମାନଙ୍କୁ ପାଠ ପଢିବା ପାଇଁ ଆଲାଉ କରୁନାହାନ୍ତି। ସେଇଟା ଏବେ ବେଶୀ ଆଗତ ନାହିଁ, କିଛିଟା ଜାଗାରେ ଏବେ ମଧ୍ୟ ଝିଅ ମାନଙ୍କୁ ପାଠ ପଢିବା ପାଇଁ ଆଲାଉ କରୁନାହାନ୍ତି। ନା ଝିଅଟା ପାଠ ପଢିକି କଣ କରିବ, ଝିଅର ତ ସେ ତ ଆଗକୁ ଯାଇକି ରୋଷେଇ ହିଁ କରିବ, ତ ପାଠ କାହିଁକି ପଢିବ। ତ ଏବେ ମଧ୍ୟ ସେଇଟା ଗୋଟେ ଗୋଟେ ଜାଗାରେ ଚାଲିଛି। ତ ସେଇ ହିସାବରେ କହିବାକୁ ଗଲେ ଫ୍ୟାମିଲିରେ ଡିଫରେଣ୍ଟ ଡିଫରେଣ୍ଟ ସିଷ୍ଟମ ଥାଏ, ଡିଫରେଣ୍ଟ ଡିଫରେଣ୍ଟ ମ୍ୟାନ ମାନଙ୍କର, ଡିଫରେଣ୍ଟ ଡିଫରେଣ୍ଟ ପିପଲ ମାନଙ୍କର ଡିଫରେଣ୍ଟ ଡିଫରେଣ୍ଟ ରୁଲ ଆଣ୍ଡ ରେଗୁଲେସନ ଥାଏ, ଯୋଉଟା କି ଗୋଟେ ଫ୍ୟାମିଲିରେ ସେଟ୍ ହେଇଯାଇଥାଏ। କ୍ରମଶଃ ସେଇଟା ଚେଞ୍ଜ ହେଇପାରିବ, ଚେଞ୍ଜେବଲ ହେଇପାରିବ, କିନ୍ତୁ ଯୋଉଟା ସେଟ୍ ହେଇଛି ତାକୁ ଆମେ ଫଲୋ କରିବା ପାଇଁ କିଛିଟା ମାତ୍ରାରେ ବାଧ୍ୟ। 99% କେସରେ ଆମେ ବାଧ୍ୟ ହେଇଥାଉ। ତାପରେ ଦେଖନ୍ତୁ କଣ କହିଛି, previously at least 2 or 3 generations lived together under one roof. Exactly ମୁଁ ଏଇ କଥାଟା ହିଁ କହିଲି, 2 ରୁ 3ଟା ଜେନେରେସନ ପର୍ଯ୍ୟନ୍ତ ଏଇ ରୁଲ ଟାକୁ ଫଲୋ କରିବା ପାଇଁ ସେମାନେ କଣ, ସେମାନେ ଗୋଟେ ପ୍ରକାର ଏକାଠି ହେଇକି ବାଧ୍ୟ ହେଇଥାନ୍ତି। In a joint family system, the values like care, kindness, sympathy, adjustment, sharing love, affection, control, obedience, help, etc.
इन जॉइंट फैमिली सिस्टम जॉइंट फैमिली सब फैमिली रे एटा ହେଇଥାଏ ଜଣେ ଜଣଙ୍କ ପାଇଁ କେୟାର କରିବା କିଛିଟା ଜିନିଷ ସେୟାର କରିବା ଲଭ୍ ସେୟାର କରିବା ଆଫେକ୍ସନ ରହିବା କିଛିଟା ଜିନିଷରେ କଣ୍ଟ୍ରୋଲ ରହିବା ଓବିଡିଏନ୍ସ ରହିବା କିଛିଟା ଜିନିଷକୁ ମାନିବା ନିଜ ନିଜ ଭିତରେ ହେଲ୍ପିଂ ନେଚର ରହିବା ଯଦି ଗୋଟେ ଜିନିଷ ଆମକୁ ଠିକ ଲାଗୁନି ଆମକୁ ସେ ଜିନିଷରେ ଆଡଜଷ୍ଟ କରିବା ପାଇଁ ପଡିବ କାଇଣ୍ଡନେସ୍ ମାନେ ଉଦାରତା ରହିବା ଦରକାର ଏଟା କେବଳ ଜଏଣ୍ଟ ଫ୍ୟାମିଲି ନୁହେଁ ବେସିକାଲି ଏଟା ଜଏଣ୍ଟ ଫ୍ୟାମିଲି ମାନେ ରହିବା ଉଚିତ ଯେହେତୁ ବହୁତ ସାରା ଲୋକ ଥାଆନ୍ତି ନ୍ୟୁକ୍ଲିୟର ଫ୍ୟାମିଲି ତ ଏବେ ସମସ୍ତଙ୍କର ନ୍ୟୁକ୍ଲିୟର ଫ୍ୟାମିଲି ହେଲେ ମଧ୍ୟ ନ୍ୟୁକ୍ଲିୟର ଫ୍ୟାମିଲିରେ ମଧ୍ୟ ଏଇ ସବୁ ଜିନିଷ ନିଡ୍ ଅଛି ନେକ୍ସଟ ଯିବା value crisis in a society the society where all the people of that society give importance to value ଗୋଟେ ସୋସାଇଟିରେ ସବୁ ପିପୁଲ ଯାହା ବି ଆମର ଭ୍ୟାଲ୍ୟୁ ରହୁଛି ତାକୁ ଇମ୍ପୋର୍ଟାନ୍ସ ଦବା ଦରକାର ଦ୍ୟାଟ୍ କ୍ୟାନ୍ ବି କନସିଡରେଡ୍ ଆଜ୍ ଭ୍ୟାଲ୍ୟୁ ବେସ୍ଡ ସୋସାଇଟି ସେଇଟାକୁ କଣ କନସିଡର କରାଯିବ ଗୋଟେ ଭ୍ୟାଲ୍ୟୁ ବେସ୍ଡ ସୋସାଇଟି ହିସାବରେ କନସିଡର କରାଯିବ ଦେନ୍ କଣ କହିଲା our tradition has regarded the entire human society as one family ଆମ ଟ୍ରାଡିସନ ଗୋଟେ ଏଣ୍ଟାୟାର ହ୍ୟୁମାନ ସୋସାଇଟି ଗୋଟେ ସୋସାଇଟିରେ ଯେତିକି ବି ଲୋକ ଅଛନ୍ତି ତାକୁ ଗୋଟେ ଫ୍ୟାମିଲିରେ କନସିଡର କରନ୍ତି it has become an unbelievable fact that people dedicate themselves for the welfare of the society or well-being of the people welfare of the society ମାନେ କଣ ଆମର ସୋସାଇଟିରେ ଗୋଟେ ଜିନିଷକୁ ପ୍ରୋଗ୍ରେସ କରିବା ପାଇଁ ଗୋଟେ ଜିନିଷକୁ ଡେଭଲପ କରିବା ପାଇଁ କିମ୍ବା ସେଟାକୁ ଭଲରେ ମେଣ୍ଟେନ କରିବା ପାଇଁ ଗୋଟେ ଲୋକ କଣ କରିଥାଏ ତାକୁ ନିଜକୁ ସେଠି ଡେଡିକେଟ କରିଦେଇଥାଏ କ୍ଲିୟର ଦେନ୍ ଆସୁଛି ଭ୍ୟାଲ୍ୟୁ କ୍ରାଇସିସ୍ ଇନ୍ ପଲିଟିକ୍ସ ପଲିଟିକ୍ସ ରେ ଭ୍ୟାଲ୍ୟୁ କ୍ରାଇସିସ୍ କଣ କଣ ଦେଖାଯାଉଛି ପ୍ରିଭିୟସଲି ପିପୁଲ ଏଣ୍ଟର୍ଡ ଇନଟୁ ଦ ଫିଲ୍ଡ ଅଫ ପଲିଟିକ୍ସ ଟୁ ସର୍ଭ ଦ ପିପୁଲ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗରୁ ଲୋକମାନେ ଏଣ୍ଟର କରୁଥିଲେ ପଲିଟିକ୍ସ ରେ କାହିଁକି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଦେ ସ୍ପେଣ୍ଡ ଦେୟାର ପ୍ରପର୍ଟି ଆଣ୍ଡ ଷ୍ଟ୍ରେଂଥ ଫର ଦ ୱେଲ ବିଙ୍ଗ ଅଫ ଦ ସୋସାଇଟି ସେମାନେ ତାଙ୍କ ପ୍ରପର୍ଟି ହେଲା ତାଙ୍କ ଷ୍ଟ୍ରେଂଥ ମାନେ ତାଙ୍କର ଯାହାବି ତାଙ୍କ ପାଖରେ କରିବାର କ୍ଷମତା ଅଛି ସେ ସବୁକୁ ସ୍ପେଣ୍ଡ କରିଦଉଥିଲେ କୋଉଥିପାଇଁ ସୋସାଇଟିକୁ ଭଲ ଭାବରେ ଗଢି ତୋଳିବା ପାଇଁ ଗୋଟେ ଉନ୍ନତ ସୋସାଇଟି କ୍ରିଏଟ କରିବା ପାଇଁ କିଛି ଗୋଟେ ସୋସାଇଟିରେ ଆଉ କିଛି ଡେଭଲପମେଣ୍ଟ କରିବା ପାଇଁ ଅଲ୍ ଦ୍ୟାଟ୍ ୱାଜ ପାଷ୍ଟ ଏଇ ସବୁ ଜିନିଷ ଆଗରୁ ଥିଲା in the present politics it is very difficult to trace out even a single leader untouched by immortality or the crime or injustice ଏଇ ଯାହା ସବୁ ମାନେ ଏଇ ସବୁ ଯୋଉ ଭଲ ଜିନିଷ ଗୁଡା ସବୁ ପଲିଟିକ୍ସ ରେ ହଉଥିଲା ସବୁ ଆଗରୁ ହଉଥିଲା କିନ୍ତୁ ଏବେକା ଜେନେରେସନରେ ମାନେ ଏବେକା ପଲିଟିକାଲ ଫିଲ୍ଡରେ କଣ ଦେଖାଯାଉଛି ଇଟ୍ ଇଜ ଭେରି ଡିଫିକଲ୍ଟ ଟୁ ଟ୍ରେସ୍ ଆଉଟ୍ ଇଭେନ୍ ଏ ସିଙ୍ଗଲ ଲିଡର ଗୋଟେ ସିଙ୍ଗଲ ଲିଡର ସିଏ ତା ପାଇଁ ଡିଫିକଲ୍ଟ ହେଇଯାଉଛି ଟ୍ରାସ୍ ଆଉଟ୍ କରିବା ପାଇଁ ମାନେ ଗୋଟେ ସିଚୁଏସନ କୁ ସଜାଡିବା ପାଇଁ ଆଉ ଅନଟଚ୍ଡ ବାଇ ଇମୋର୍ଟାଲିଟି ଅର କ୍ରାଇମ ଅର ଇନଜଷ୍ଟିସ ଏବେକା ଦିନରେ ଟୁଡେସ୍ ଜେନେରେସନରେ ଟୁଡେସ୍ ସୋସାଇଟିରେ ଯାହା ସବୁ ଯେତେ ସବୁ କ୍ରାଇମ ହଉଛି ଯେତେ ସବୁ ଇନଜଷ୍ଟିସ କାମ ହଉଛି ତାକୁ ସିଏ ଅନଟଚ୍ଡ ମାନେ ସିଏ ମାନେ ତା ପାଖରେ ସେ କ୍ଷମତା ରହୁନାହିଁ ସିଏ ଅନଟଚ୍ଡ ହେଇଯାଉଛି ମାନେ ସେ ତାକୁ ଛୁଇଁ ପାରୁନି ତାକୁ ସେ ଜଷ୍ଟିସ ଦେଇ ପାରୁନି ଦେନ୍ କଣ ଆସିଲା ଏଇଟା ଗୋଟେ କ୍ରାଇସିସ୍ ଏଇଟା ଗୋଟେ ଡିଫିକଲ୍ଟ ଏଇଟା ଗୋଟେ କନଫ୍ଲିକ୍ଟ ଦେଖାଯାଉଛି ଦେନ୍ କଣ ଆସିଲା ଭ୍ୟାଲ୍ୟୁ କ୍ରାଇସିସ୍ ଇନ୍ ଏଥିକ୍ସ ରେ କଣ ଭ୍ୟାଲ୍ୟୁ କ୍ରାଇସିସ୍ ଦେଖାଯାଉଛି ଦେୟାର ଇଜ a saying that the person who sorry, who sticks onto the ethical principle stands forever there is a saying that the person ଗୋଟେ ଲୋକ କଣ କରୁଛି ଗୋଟେ ଷ୍ଟିକ୍ ରହୁଛି ଗୋଟେ ମାନେ ଗୋଟେ ଜିନିଷରେ ସିଏ ଷ୍ଟିକ୍ ହେଇକି ରହିପାରୁଛି ଏଥିକାଲ ପ୍ରିନ୍ସିପଲ ଆମର ଯାହା ବି ରହୁଛି ସୋସାଇଟିରେ ତା ସେଇ ପ୍ରିନ୍ସିପଲକୁ ମାନିବା ପାଇଁ ସିଏ ଷ୍ଟିକ୍ ହେଇକି ରହୁଛି there won't be any debate there won't be any debate for that person at any point of time but the but the sense is entirely different now there won't be any debate for that person in any point of time ଯୋଉଟା କି ସିଏ ଡିଫେକ୍ଟ କରିପାରେନି ତାକୁ ପ୍ରତିବାଦ କରିପାରେନି ସେ ଏଥିକାଲ ପ୍ରିନ୍ସିପଲ ଯାହା ବି ରହୁଛି ସେଥିରେ ଷ୍ଟିକ୍ ହେଇକି ରହେ କିନ୍ତୁ କଣ କହିଛି ବଟ୍ ଦ ସେନ୍ସ ଇଜ ଏଣ୍ଟାୟାରଲି ଡିଫରେଣ୍ଟ ନାଉ
କିନ୍ତୁ ଏବେ ସେଇଟା ପୁରା ଡିଫରେଣ୍ଟ ହେଇଯାଇଛି। କଣ ଡିଫରେଣ୍ଟ ହେଇଛି? ଦ ପର୍ସନ ହୁ ଷ୍ଟାଣ୍ଡs ଫର ମୋରାଲ କ୍ୟାନ ନଟ ସର୍ଭାଇଭ ଇନ ଏନି ପୋଜିସନ। ଯିଏ ପୁରା ମୋରାଲ କୁ ମାନେ ଗୋଟେ ନୀତି ନିୟମକୁ ପୁରା ମାନିକି ରଖୁଛି ଏବେ, ସିଏ ସର୍ଭାଇଭ କରିପାରୁନି ଗୋଟେ ପୋଜିସନ ରେ ଅର୍ ସକ୍ସିଡ ଇନ ଲାଇଫ। ତା ଲାଇଫ ରେ ସେ ସକ୍ସେସ ପାଇପାରୁନି। ଦିସ୍ ଇଜ ଦ ପ୍ରେଜେଣ୍ଟ ମୋଟୋ ଅଫ ଦ ଲାଇଫ। ଏଇଟା ହଉଛି ପ୍ରେଜେଣ୍ଟ ମୋଟୋ ଅଫ ଦ ଲାଇଫ, ମାନେ ଏବେକା ଲାଇଫ ର ମାନେ ଏବେକା ଲାଇଫ ର ଏଇଟା ହଉଛି କଣ ପ୍ରେଜେଣ୍ଟ ମୋଟୋ ଭାବରେ ସେ କହୁଛି। ଯଦି ଗୋଟେ ଲୋକ ପୁରା ମାନିକି ଚାଲୁଛି, ସିଏ ଏବେ ସର୍ଭାଇଭ କରିପାରୁନି। ଯେମିତି ଗୋଟେ କୁହାଯାଉନି କଥାରେ, ଯଦି ବେଶୀ ସଚୋଟ ହବ ଆଜିକା ଦୁନିଆରେ, ଏଇ ଯୋଉ କଳି ଯୁଗର ସମାଜରେ ତମେ ବଞ୍ଚି ପାରିବନି। ସେଇ ସେଇ ଜିନିଷଟା ହିଁ ଏଇଟା ସେ ତା ୱେରେ କହିଛି। ଦେନ୍ ଦେଖନ୍ତୁ, ଭାଲ୍ୟୁ କ୍ରାଇସିସ୍ ଇନ୍ ଏଜୁକେସନ। ଏଇ ଜିନିଷଟା ହଉଛି କ୍ରାଇସିସ୍। ଆମେ ପୂର୍ବରୁ ଯୋଉଟା ପଢୁଛେ, ମାନେ ଫାର୍ଷ୍ଟ ଯୋଉ ପଜିଟିଭ ଲାଇନ ଯୋଉ ରହୁଛି ସେଟା ହଉଛି ଆକ୍ଚୁଆଲି ରୁଲ, କିନ୍ତୁ ଏବେ ଯୋଉଟା ହଉଛି ସେଇଟା ହଉଛି କ୍ରାଇସିସ୍। ଠିକ ଅଛି, ବୁଝେଇଲି ବା। ଏଥିକ୍ସ ର ଗୋଟେ ଯାହାବି ଆମର ପ୍ରିନ୍ସିପଲ ରହୁଛି, ଆଗରୁ ଲୋକମାନେ ସେଇ ପ୍ରିନ୍ସିପଲ ରେ ଷ୍ଟ୍ରିକ୍ଟ ହେଇକି ରହୁଥିଲେ, ନା ସେଇ ରୁଲ ଟାକୁ ମାନିବେ। ଠିକ ଅଛି, କିନ୍ତୁ ସେଟାକୁ ସେମାନେ ଡିବେଟ କରିପାରୁନଥିଲେ, ମାନେ ପ୍ରତିବାଦ କରିପାରୁନଥିଲେ। କିନ୍ତୁ ଏଇ ଜିନିଷଟା ଏକ୍ସଟ୍ରିମଲି ଡିଫରେଣ୍ଟ ନାଉ, ମାନେ ଏବେ ପୁରା ଡିଫରେଣ୍ଟ ହେଇଯାଇଛି, ଏବେ ପୁରା ଅପୋଜିଟ ହେଇଯାଇଛି ତାଙ୍କ ଭାଷାରେ। ମାନେ ଏବେକା ଜେନେରେସନ ଯେମିତି କୁହାଯାଉଛି, ଏ ପର୍ସନ ହୁ ଷ୍ଟାଣ୍ଡs ଫର ମୋରାଲ, ଯିଏ ପୁରା ମୋରାଲ ରେ ଷ୍ଟାଣ୍ଡ କରୁଛି, ଯିଏ ପୁରା ରୁଲ ରେଗୁଲେସନ ସହିତ ଠିଆ ହଉଛି, ଦେ କ୍ୟାନ ନଟ ସର୍ଭାଇଭ। ସିଏ ସର୍ଭାଇଭ କରିପାରୁନି ଆଜିକା ସୋସାଇଟିରେ ଇଜ ଏନି ପୋଜିସନ ଅର ସକ୍ସେଡ ଇନ ଲାଇଫ। ସେ ସର୍ଭାଇଭ କରିପାରୁନି ଗୋଟେ ପୋଜିସନରେ, ଏନି ପୋଜିସନରେ ସର୍ଭାଇଭ କରିପାରୁନି, କିମ୍ବା ତା ଲାଇଫରେ ସକ୍ସେସ ପାଇପାରୁନି। ଏଇଟା ହଉଛି ଏବେକାର କ୍ରାଇସିସ୍, କିନ୍ତୁ ଆଗରୁ ଯୋଉଟା ଥିଲା ସେଇଟା ହଉଛି ଆକ୍ଚୁଆଲ ରୁଲ। ଦେନ୍ ଦେଖନ୍ତୁ, ଭାଲ୍ୟୁ କ୍ରାଇସିସ୍ ଇନ୍ ଏଜୁକେସନ। ଏଜୁକେସନରେ କଣ ରହୁଛି? ଦ ଏଜୁକେସନ ଇଜ ନଥିଙ୍ଗ ବଟ୍ ସେଟିଂ ଦ ଇଣ୍ଡିଭିଜୁଆଲସ ଇନ ଦ ରାଇଟର୍ସ ମ୍ୟାନର। ରାଇଟର୍ସ ମ୍ୟାନର ମାନେ କଣ? ଗୋଟେ ଠିକ ମ୍ୟାନର। ଠିକ ମ୍ୟାନର ଟା ଆମର କଣ ରହୁଛି, ତାକୁ ଫଲୋ କରିବା ପାଇଁ ଏଜୁକେସନ ଟା ନିହାତି ଦରକାର। ଗୋଟେ ଲୋକକୁ କୁହାଯାଏ, ଗୋଟେ ଆପଣ ମାନେ କଥାରେ କହୁନାହାନ୍ତି ପିଲାଟାକୁ ମ୍ୟାନର ଜଣା ନାହିଁ, ରେସପେକ୍ଟ ଦେଇକି କଥା କହୁନି, ସେଇ ଜିନିଷଟା କୋଉଠୁ ଆସୁଛି? ଗୋଟେ ଏଜୁକେସନ, ତା ପାଇଁ ପ୍ରପର ଏଜୁକେସନ ଦରକାର, ତାକୁ ଠିକ ଏଜୁକେସନ ଟା ମିଳିଥିବା ଦରକାର, ରାଇଟ ଏଜୁକେସନ ତାକୁ ଦରକାର। But the system of education is slowly moving into the hands of private people. କିନ୍ତୁ ସେଇ ସିଷ୍ଟମ ଅଫ ଏଜୁକେସନ ଟା ଏବେ ସ୍ଲୋଲି ମୁଭିଂ, ମାନେ ସ୍ଲୋ, ଧୀରେ ଧୀରେ ଏଇଟା ଗତି କରୁଛି କାହାକୁ? କାହା ହାତକୁ? ପ୍ରାଇଭେଟ ପିପୁଲ ମାନଙ୍କ ହାତକୁ। It is being commercialized. They adopt all sorts of malpractices to attract the parents. ଗୋଟେ ସେକେଣ୍ଡ। ହଁ, malpractices to attract the parents and get high percentage of both results and mark. କଣ କହିଲା? ସରି ପିଲାମାନେ, ଆକ୍ଚୁଆଲି ଦେହ ଟିକେ ଭଲ ନାହିଁ ତ, କଣ୍ଟିନ୍ୟୁଅସଲି କଥା କହିଲା ବେଳକୁ କାଶ ଉଠୁଛି, ମତେ ମଝିରେ ମଝିରେ ପାଣି ପିଇବା ପାଇଁ ପଡୁଛି, ସେଥିପାଇଁ ମୁଁ ବ୍ରେକ୍ ନେଇଯାଉଛି। ଦେଖନ୍ତୁ, ଇଟ୍ ଇଜ ବିଙ୍ଗ କମର୍ସିଆଲାଇଜଡ। କମର୍ସିଆଲାଇଜଡ ମାନେ କଣ? ମାନେ ଗୋଟେ ଜିନିଷଟେ, କିଛି ଗୋଟେ ଗୋଟେ ଜିନିଷକୁ ସ୍ପଏଲ କରିଦଉଛି, ଏଇଟା ଏବେ କମର୍ସିଆଲାଇଜ ହେଇଯାଇଛି। ଦେ ଆଡପ୍ଟ ଅଲ sorts of mal practices. Sorts of mal practices ମାନେ mal practices ଆପଣ ମାନେ ବୁଝିପାରୁଥିବେ, କିଛିଟା କପିଜ କୁ ସେ ଫଲୋ କରୁଛନ୍ତି, କିଛିଟା ମାନେ ରୁଲ ବାହାରକୁ ଯାଇକି। ମାଲ ପ୍ରାକ୍ଟିସେସ୍ ମାନେ ଆପଣ ମାନେ ଜାଣିଛନ୍ତି, ସମସ୍ତେ ଏକ୍ସାମ ଦେଇଛନ୍ତି, ଏଣ୍ଟ୍ରାନ୍ସ ଦେଇଛନ୍ତି, ମାଲ ପ୍ରାକ୍ଟିସ ମାନେ ଜାଣିଛନ୍ତି। ଏବେ ସେମାନେ ମାଲ ପ୍ରାକ୍ଟିସ କୁ ଆଡପ୍ଟ କରିଦଉଛନ୍ତି, କାହିଁକି? ପିଲାଙ୍କର ପରସେଣ୍ଟେଜ ଅଧିକ ହବ, ସେମାନେ ମାର୍କ ଅଧିକ ରଖିବେ, ଯାହା ଦ୍ଵାରା କି ପ୍ୟାରେଣ୍ଟସ ମାନେ ଆଟ୍ରାକ୍ଟ ହେବେ ପିଲାଙ୍କୁ ଗୋଟେ ଜାଗାରେ ପଢେଇବା ପାଇଁ। ବୁଝିପାରୁଛନ୍ତି ସମସ୍ତେ? ପ୍ରାଇଭେଟ ପିପୁଲ ଏଠି କାହିଁକି କୁହାହେଲା? ଏଇ ସବୁ ଜିନିଷ ପ୍ରାଇଭେଟ
ହିଁ ବେଶୀ ଚାଲେ। ଗଭର୍ଣ୍ଣମେଣ୍ଟ ରେ ଏସବୁ ଜିନିଷ ବେଶୀ ବେଶୀ କଣ ଏସବୁ ଜିନିଷ ଚାଲେ ନାହିଁ। ପ୍ରାଇଭେଟ ର ସଂସ୍ଥା ଗୁଡାକ କଣ ପିଲାମାନଙ୍କୁ ଆଟ୍ରାକ୍ଟ କରିବା ପାଇଁ ଆପଣ ମାନେ ଦେଖିଛନ୍ତି ପ୍ରାଇଭେଟ କଲେଜ ହେଲା କିମ୍ବା ପ୍ରାଇଭେଟ ର ଯାହା ଆମର MBA କଲେଜ ସବୁ ରହୁଛି କିମ୍ବା ପ୍ଲସ ଟୁ ପ୍ଲସ ଥ୍ରୀ ସବୁ ଯୋଉ କଲେଜ ରହୁଛି, ଗଭର୍ଣ୍ଣମେଣ୍ଟ ପ୍ଲସ ଟୁ ଆପଣ କେବଳ ପ୍ଲସ ଟୁ ପ୍ଲସ ଥ୍ରୀ କୁ କମ୍ପେୟାର କରନ୍ତୁ, ଆମର ଯୋଉ ଗଭର୍ଣ୍ଣମେଣ୍ଟ କଲେଜ ରହୁଛି ଯୋଉ ପ୍ରାଇଭେଟ କଲେଜ ରହୁଛି, ଆପଣ ମାନେ ଯେତେବେଳେ 10th ପାସ୍ ଆଉଟ୍ କରିଥିଲେ କିମ୍ବା ପ୍ଲସ ଟୁ ପାସ୍ ଆଉଟ୍ କରିଥିଲେ, ଆପଣଙ୍କ ଘରକୁ ନିହାତି ଭାବରେ ପ୍ରାଇଭେଟ କଲେଜ ରୁ ହିଁ ଆସିଥିବେ, ମାନେ ପ୍ରମୋଟ କରିବା ପାଇଁ କି ଆପଣ ପିଲାଙ୍କୁ ଆମ କଲେଜକୁ ଛାଡନ୍ତୁ। ତ ସେଇ ଜିନିଷଟା ସେମାନେ ପ୍ୟାରେଣ୍ଟ ମାନଙ୍କୁ ଆଟ୍ରାକ୍ଟ କରିବା ପାଇଁ ଚାହାନ୍ତି। ଦେଖନ୍ତୁ ଆମ କଲେଜ ଏଥର 97% ହାଇଏଷ୍ଟ ଯାଇଛି, ଆପଣ ମାନେ ଆପଣଙ୍କ ପିଲାଙ୍କୁ ଆମ କଲେଜରେ ଛାଡନ୍ତୁ, ତାଙ୍କୁ ଏମିତି ଏମିତି ସୁବିଧା ଦିଆହବ, ଇୟା କରାଯିବ, ଏଇ ସବୁ ଜିନିଷ। ଏସବୁ ଜିନିଷ ସେମାନେ ପ୍ୟାରେଣ୍ଟ ମାନଙ୍କୁ ଆଟ୍ରାକ୍ଟ କରିବା ପାଇଁ ମାଲ ପ୍ରାକ୍ଟିସ କୁ ଆପଣେଇ ଥାଆନ୍ତି। ଏଇଥିପାଇଁ ଆପଣେଇ ଥାଆନ୍ତି କି ପିଲାମାନଙ୍କର ଯେତେବେଳେ ପରସେଣ୍ଟେଜ ବଢିବ, ମାର୍କ ବଢିବ, ସେଇଟା ପ୍ୟାରେଣ୍ଟସ ମାନଙ୍କୁ ଆଟ୍ରାକ୍ଟ କରିବ। କିନ୍ତୁ ଏଇଟା ସବୁ କ୍ଷେତ୍ରରେ ହଉନି, ରେୟାର କ୍ଷେତ୍ରରେ ହଉଛି। ଠିକ ଅଛି, ଏଠି ସେଟା ଲେଖା ହେଇଛି, ମୁଁ ସେଟାକୁ ଜଷ୍ଟ ବୁଝେଇଦେଲି। ଦେନ୍ ଦେଖନ୍ତୁ ଭାଲ୍ୟୁ ପ୍ରାଇସେସ୍ ଇନ୍ ଟେକ୍ନୋଲୋଜି। ଟେକ୍ନୋଲୋଜିରେ କଣ କଣ ଭାଲ୍ୟୁ ପ୍ରାଇସେସ୍ ଦେଖା ହଉଛି? ଇଟ୍ ଇଜ ୱେଲ୍ ନୋନ୍ ଫ୍ୟାକ୍ଟ that the technology has changed the entire living patterns of the people and making things much more easier. କଣ କହିଲା? ଆମର ଟେକ୍ନୋଲୋଜି ଚେଞ୍ଜ କରୁଛି ଆମ ଏଣ୍ଟାୟାର ଲିଭିଂ ପାଟର୍ନ କୁ, ଆମର ବଞ୍ଚିବାର ଶୈଳୀକୁ ଆମର ଟେକ୍ନୋଲୋଜି ଚେଞ୍ଜ କରୁଛି, ଓବିୟସଲି ଚେଞ୍ଜ କରୁଛି। ଆଉ ସିଏ ସବୁ ଜିନିଷଟାକୁ ଇଜି କରିଦଉଛି। ହଁ କି ନା? ଆଗରୁ ୱାସିଂ ମେସିନ ନଥିଲା, ଟ୍ୟାପ ବି ଗୋଟେ ଘରେ ନଥିଲା, ଲୋକ ପୋଖରୀକୁ ନେଇକି ଯାଉଥିଲେ ସଫା କରିବା ପାଇଁ ଗୋଟେ ଲୁଗା। ଠିକ ଅଛି, ଏବେ ଘରେ ଘରେ ୱାସିଂ ମେସିନ ହେଇଗଲାଣି, ଏଇଟା ଗୋଟେ କମନ ଥିଙ୍ଗସ ହେଇଗଲାଣି। ତ ଲୋକମାନେ କଣ କରୁଛନ୍ତି, ଆଉ ହାତରେ ମଧ୍ୟ ସଫା କରୁନାହାନ୍ତି, ମେସିନରେ ସଫା କରୁଛନ୍ତି। ବହୁତ ସାରା ଜିନିଷ ଟେକ୍ନୋଲୋଜି ଆମର ଇଜି କରିଦଉଛି। କ୍ଲିୟର? ଡ୍ୟୁ ଟୁ knowledge explosion and technology revolution, people are leading their lives more comfortable. ମାନେ ଲୋକଙ୍କ ପାଖରେ ଏବେ ଜ୍ଞାନ ଅଧିକ ଅଛି, ମାନେ ଏଜୁକେସନରେ ଯେହେତୁ ଡେଭଲପମେଣ୍ଟ ଅଛି, ଲୋକମାନେ ବେଶୀ ନଲେଜେବଲ ହେଇପାରୁଛନ୍ତି, ଯାହା ଦ୍ୱାରା ଟେକ୍ନୋଲୋଜି ରିଭଲ୍ୟୁସନ ଭଲ ହେଇପାରୁଛି, ଅଧିକ ଅଧିକ ଡେଭଲପମେଣ୍ଟ ହଉଛି ଟେକ୍ନୋଲୋଜିର। ଆଉ ପିପୁଲ ମାନଙ୍କର ଯୋଉ ବଞ୍ଚିବା ପାଇଁ ସେଟା ବେଶୀ କମ୍ଫର୍ଟେବଲ କରିଦଉଛି। ଦେନ୍ କଣ କହିଲା? ଭାଲ୍ୟୁ ପ୍ରାଇସେସ୍ ଇନ୍ ମିଡିଆ। ମିଡିଆରେ କଣ କଣ ଭାଲ୍ୟୁ ପ୍ରାଇସେସ୍ ଦେଖାଯାଉଛି? The media has an effective impact in providing the information so quickly to the masses. ଦେଖନ୍ତୁ, ମିଡିଆ ଦ୍ଵାରା ଗୋଟେ ଇନଫରମେସନ ଆମକୁ ଯାହା ଦରକାର ସେଟା ଜଲ୍ଦି ମିଳିପାରୁଛି। ହଁ କି ନା? ଆପଣ ମାନେ ଏବେ ଘରେ ଅଛନ୍ତି, କେତେବେଳେ କ୍ଲାସ ହବ, କେତେବେଳେ କଣ ହବ, ସେଟା ଆପଣ ମାନଙ୍କର ହ୍ୱାଟ୍ସଆପ ଗ୍ରୁପ ରେ ପଳେଇଲା, ଗୋଟେ ମିଡିଆ ଥ୍ରୋରେ ପଳେଇଲା, ଆପଣ ମାନଙ୍କର ଏତିକିଟାରେ କ୍ଲାସ ଅଛି, ପିଲାମାନେ ଜଏନ ହେଇଯିବେ, କିମ୍ବା ଗୋଟେ ଲିଙ୍କ ଦେଇଦେଲେ, ଆପଣ ମାନେ ଜଏନ ହେଇଗଲେ, ସମସ୍ତେ ଘରେ ବସିକି କ୍ଲାସ କରୁଛନ୍ତି, ମୁଁ ବି ଘରେ ବସିକି ଆପଣ ମାନଙ୍କ କ୍ଲାସ ଟା ନେଇପାରୁଛି। ହଁ କି ନା? ସେଇଟା ଏବେ ବେଶୀ ଇଜି ହେଇଯାଇଛି ଟେକ୍ନୋଲୋଜି ଦ୍ଵାରା ଆଉ ମିଡିଆ ଦ୍ଵାରା। ଦେନ୍ କଣ କହିଲା? ଟେକ୍ନୋଲୋଜିର କ୍ରାଇସିସ୍ ସେମିତି କିଛି ତ ମେନସନ ଏଥିରେ ହେଇନି, କି ଏଇଟାକୁ ହିଁ ଆପଣ କହିପାରିବେ କି ବେଶୀ ଇଜି କରିଦଉଛି ଲୋକମାନଙ୍କ ଲାଇଫ ଟା। କ୍ଲିୟର? ଆଉ ଇଜି କରିବା ଦ୍ଵାରା ହିଁ ଲୋକମାନେ ବେଶୀ ୱିକ୍ ହେଇଯାଉଛନ୍ତି। ଆଗରୁ ଦେଖିଥିବେ, ଆଗରୁ ଏତେ କାହାକୁ ଆପଣ ଜାଣିଛନ୍ତି, ମାନେ ଆପଣଙ୍କର ଯେତେବେଳେ ଜେଜେବାପାଙ୍କ ଅମଳ ଥିଲା, ସେତେବେଳେ ଆପଣ ଜାଣିଛନ୍ତି କାହାକୁ ଏତେ ଡାଇବେଟିସ ହଉଥିଲା? ଗୋଟେ କମନ ରୋଗ ଏବେ ହେଇଗଲାଣି, 90% ଲୋକଙ୍କୁ ଏବେ ଡାଇବେଟିସ। କାହିଁକି ହଉଛି? ଏବେ ତ ଟେକ୍ନୋଲୋଜି ବଢିଛି, ଏବେ ତ ସବୁ ଜିନିଷର ମାନେ ଜିନିଷଟା ବଢୁଛି, ଏବେ ବ୍ୟାକ୍ ପେନ୍ ସମସ୍ତଙ୍କର ବାହାରୁଛି, ଛୋଟ ପିଲାମାନଙ୍କର ବ୍ୟାକ୍ ପେନ୍ ବାହାରୁଛି। ମୁଁ ବି ଗ୍ୟାରେଣ୍ଟି ଦେଇକି କହୁଛି, ଆପଣ ମାନେ ଯୋଉମାନେ ଜଏନ ହେଇଛନ୍ତି, ତାଙ୍କ ଭିତରୁ 50% ଲୋକଙ୍କର ବ୍ୟାକ୍ ପେନ୍ ପ୍ରୋବ୍ଲେମ ଥିବ। ମୁଁ କହୁଛି ମୋ ନିଜର ଅଛି। ତ ବ୍ୟାକ୍ ପେନ୍ ପ୍ରୋବ୍ଲେମ ଗୋଟେ କମନ ଜିନିଷ ହେଇଗଲା, ଲୋକମାନେ ଆଉ କାମ କରିଲେନି। ଆଗରୁ ଚକିରେ ବିରି ପେଶୁଥିଲେ, ଆଗରୁ ସବୁ କାମ ଗୁଡା ଲୋକମାନେ ହାତରେ କରୁଥିଲେ, ବସିକି ଘର ପୋଛୁଥିଲେ। ଏବେ ଆଉ କିଏ ବସିକି ଘର ପୋଛୁଛନ୍ତି? ସମସ୍ତେ ଗୋଟେ ଷ୍ଟିକ୍ ଧରିକି ପୋଛି ଦଉଛନ୍ତି। ତ ସେଇ ଜିନିଷ ଆପଣ ମାନେ କ୍ରାଇସିସରେ ଗୋଟେ ଦିଟା ପଏଣ୍ଟ ଆଡ କରିପାରିବେ, ମାନେ ଆପଣ ସେଟା ନିଜେ ଭାବିକି ଆଡ କରିପାରିବେ। ମିଡିଆ ଦେଖନ୍ତୁ, ମିଡିଆ ଦ୍ଵାରା ଆପଣ ମାନଙ୍କ ପାଖରେ କୁଇକଲି ଗୋଟେ ଇନଫରମେସନ କିଛି, ସରି ହଁ ଠିକ ଅଛି, ଫିଜିକାଲ ଇଲନେସ ସେଟା ବଢୁଛି, ଗୋଟେ କୁଇକଲି ଗୋଟେ ଇନଫରମେସନ ଆପଣଙ୍କ ପାଖରେ ପହଞ୍ଚି ପାରୁଛି। ସରି,
But both the electronics and print media, which include TV, newspaper, books, etc. इलेक्ट्रोनिक्स है प्रिंट मीडिया है ता द्वारा टीवी न्यूज़पेपर बुक्स ए सब आसी पारुची आर एजुकेटिंग द पीपल या द्वारा पीपल माने एजुकेशन पाई पारुचंती पीपल ऑफ वेरियस वेज बहुत गुड़ाई वेरियस वेज रे पीपल माने एजुकेशन टा पाई पारुचंती आपण माने बुक्स पढिले एजुकेशन पाउचंती मोबाइल रे आपण माने एबे जो क्लास करूचंती सथिरे मध्ये टेक्नोलॉजी द्वारा आपण माने एजुकेशन टा को पाउचंती ये को वे रे पाउचंती there are some channels which are informative किछिटा चैनल रहुची जोटा कि informative रहुची always the bad things are more powerful than the good ones ସବୁବେଳେ ଗୋଟେ ଖରାପ ଜିନିଷଟା ଗୋଟେ ଭଲ ଜିନିଷଠୁ ବେଶୀ ପାୱାରଫୁଲ ଦେଖା ଯାଉଛି ଏଇଟା ହଉଛି ମିଡିଆର ଗୋଟେ କ୍ରାଇସିସ୍ ମିଡିଆରେ କେବଳ ଯିଏ ସମସ୍ତେ ଆମେ ଦେଖିବା କିଏ କୋଉ ୱେରେ ସେଟା ୟୁଜ କରୁଛି ଆମେ ଯଦି ପଜିଟିଭଲି ଗୋଟେ ଜିନିଷଟାକୁ ୟୁଜ କରିବା ଦେନ୍ ଆମେ ପଜିଟିଭ ଇନଫର୍ମେସନ ପାଇବା पॉजिटिव जिनसटाକୁ ଆମେ ଆକ୍ସେପ୍ଟ କରିପାରିବା ଯଦି ଆମେ କେବଳ ନେଗେଟିଭଲି ଏଟା ୟୁଜ କରିବା ଆମେ ଯଦି କିଛି ଗୋଟେ ଖରାପ କାମରେ ଏଟାକୁ ୟୁଜ କରିବା ଦେନ୍ ଆମ ପାଇଁ ବ୍ୟାଡ୍ ଇନଫର୍ମେସନ ମିଳିବ ତ ସେଇ ଜିନିଷଟା କହୁଛି always the bad things are more powerful than the good things ତ ସେଥିପାଇଁ ଆପଣ ମାନେ bad things ଆକ୍ସେପ୍ଟ ନ କରିକି good things କୁ ଆକ୍ସେପ୍ଟ କରନ୍ତୁ ଆଉ ଆପଣଙ୍କ ଚାରି ପାଖରେ ଯିଏ ସବୁ ଅଛନ୍ତି ତାଙ୍କୁ ବି ସେଇଟା ଶିଖାନ୍ତୁ the media influencing the value कौन कौन इन्फ्लुएंस करूची तो वैल्यू बिलीफ्स ट्रेडिशन को इन्फ्लुएंस करूची कस्टम्स को इन्फ्लुएंस करूची एटीट्यूड को इन्फ्लुएंस करूची फीलिंग्स को इन्फ्लुएंस करूची एथरे किछि भी माने बुझिबार नै मीडिया हमकु एई जिंस रे इन्फ्लुएंस करूची इन ए नेगेटिव मैनर बिकॉज ऑफ कमर्शियलाइज्ड एटा को जदी हमें गोटे नेगेटिव मैनर रे हमें एटा को नबा सपोज गोटे फीलिंग्स हैला किंबा गोटे एटीट्यूड हैला गोटे ट्रेडिशन हैला आमे ताको जदी पॉजिटिवली बुझिबा देन इट्स गुड फॉर अस जदी एटा गोटे नेगेटिव मैनर भाबरे पळौची देन एटा कोन हिजबो कमर्शियलाइज्ड हिजबो डिफिकल्ट हिजबो हमर माने हम लाइफ रे एटा हमर डिफिकल्ट हिजबो हमको कमर्शियलाइज कर दबो बैड थिंग्स ना हमको बेसी शिखेबो because of commercialized tendency of the media people to attract more and more they are adopting unacceptable practices in their program commercialized पाई टेंडेंसी हे जाऊ कमर्शियलाइज टेंडेंसी पाई मीडिया रे जो सब माने आसुची जहा सब अनएक्सेप्टेबल जिंस जहा सब आसुची सेटा को ही लोक बेसी एक्सेप्ट करूचंदी नेगेटिव मैनर माने कोन नॉर्मल कथा नेगेटिव मैनर माने पॉजिटिव जिंसटा ही नथिबो आमे जदि गोटे जिंसटा को नेगेटिवली बुझिबा नेगेटिव भाबरे यूज करिबा आपण मानको एटा माने एटा कोन बुझेबी आपण मानको जदि गोटे सोशल मीडिया को आपण माने पॉजिटिवली यूज करिबेनी आपण माने जानु चंदी सोशल मीडिया रे कोन कोन केस होउची सेटा दैट्स द नेगेटिव मैनर जदि आपण माने नेगेटिव वे रे गोटे सोशल मीडिया को यूज करिवे देन आपण माने ही प्रॉब्लम रे फसिबे कि आपण मानक पई सेटा बैड हबो माने खराब हबो जोटा को अनएक्सेप्टेबल प्रैक्टिसेस एटी जोटा कहूची जोटा एक्सेप्टेबल नुहे जदि आपण माने सेटा को अडॉप्ट कर देबे सेटा कोन हबो कमर्शियलाइज्ड हे जिवो देन कोन कहला क्राइसिस मैनेजमेंट कोन करिबा हामी केमिति करिबा जा सब हमरो क्राइसिस देखा जाउची ताको हम मैनेज केमिति करिबा कैरेक्टरिस्टिक ऑफ द क्राइसिस कोन रहूची द सीरीज ऑफ yes ठीक अछि the series of incidents that affects the functioning of an organization the series of incidents that affect गोटे incident जहाँ भी हमरो रहूची तार series जहाँ भी रहूची सी माने सी कोन करूची affect करूची हमर ऑर्गेनाइजेशन फंक्शन करिया पे ऑर्गेनाइजेशन फंक्शन माने कोन आमे आमे दैनिक जीवन में जहाँ करूचे हमर आमे जहाँ भी करूचे सेटा को अफेक्ट करूची जहाँ भी हमर इंसिडेंट होउची से सीरीज टा देन कोन कहला यूजुअली क्राइसिस इज कन्फाइंड टू ए शॉर्ट पीरियड ओनली सब बेले
क्राइसिस टा शॉर्ट पीरियड ପାଇଁ ହିଁ ଥାଏ। ड्यू टू क्राइसिस people feel fear and insecurity। ଏଇ ସବୁ କ୍ରାइସିस ପାଇଁ ଲୋକମାନେ ଡରନ୍ତି ଆଉ ଇନସିକ୍ୟୁରିଟି ଫିଲ୍ କରନ୍ତି। କ୍ଲିୟର। ଦେନ୍ ଆସିଲା ଫ୍ୟାକ୍ଟର୍ସ that leads crisis। ଫ୍ୟାକ୍ଟର କଣ କଣ ରହୁଛି? ड्यू टू टेक्नोलॉजिकल reasons, sorry, due to technological reasons, sometime the machinery does not work or stock of many lead to crisis। ବହୁତ ଗୁଡାଏ ସମୟରେ ମେସିନ ୱାର୍କ କରେନି। ଯଦି ଆମର ଗୋଟେ ଇଣ୍ଡଷ୍ଟ୍ରିରେ ଗୋଟେ ଫ୍ୟାକ୍ଟରୀରେ ସେଥିରେ ତ ସବୁ ମେସିନ କାମ, ଯଦି କୋଉ ଗୋଟେ ମେସିନ ଖରାପ ହେଇଗଲା ତ ସରିଲା ସେ ଦିନଟା। ଯଦି ମେସିନ ଠିକ ନ ହେଇପାରିଲା ଦେନ ସବୁ କାମ ବନ୍ଦ। ଏଇଟା ହଉଛି ଗୋଟେ କଣ ଫ୍ୟାକ୍ଟର ହେଇପାରିବ, ସବୁ କାମ ଷ୍ଟକ୍ ହେଇଯିବ ଏଇ କ୍ରାଇସିସ୍ ପାଇଁ। ଦ ପ୍ରୋବ୍ଲେମ ଅଫ ଫଙ୍କସନିଂ ଦ ଇଣ୍ଟରନେଟ ପାୱାର ଫେଲୁଅର, ଇଣ୍ଟରନେଟ ପାୱାର ଫେଲିୟର, ଆକ୍ସିଡେଣ୍ଟ ହେଲା ଏକ୍ସେଟ୍ରା। ଏଇ ସବୁ ଜିନିଷ କଣ, ଯେତେବେଳେ ଗୋଟେ ଇଣ୍ଟରନେଟ ବନ୍ଦ ହେଇଯାଉଛି, ଏବେ ମୁଁ କ୍ଲାସ କରୁଛି, ଯଦି ଏବେ ନେଟ କଟିଯିବ ମୁଁ କଣ କ୍ଲାସ କରିପାରିବି କି? କରିପାରିବିନି। ଯଦି ଇଣ୍ଟରନେଟ ଡାଉନ ହେଇଯିବ ଦେନ ଆପଣ ମାନଙ୍କୁ ଭଏସ ବ୍ରେକ୍ ହବ, ମାନେ ବହୁତ ଗୁଡାଏ ଜିନିଷ ଦେଖାଯିବ ଯୋଉଟା କି କ୍ଲାସ ଆମର କଣ୍ଡକ୍ଟ ହେଇପାରିବନି। ତ ଏଇ ସବୁ ପ୍ରୋବ୍ଲେମ ଯେତେବେଳେ ଫେସ କରୁଛେ ଆମର ସେଇ ଜିନିଷଟା କଣ ହେଇଯାଉଛି, ସେଇଟା ଷ୍ଟପ୍ ହେଇଯାଉଛି। ଦେନ୍ କଣ କହିଲା, ଏନଭାୟରମେଣ୍ଟାଲ ହାଜାର୍ଡସ୍। ଏନଭାୟରମେଣ୍ଟାଲ ଯାହା ସବୁ ପ୍ରୋବ୍ଲେମ, ହାଜାର୍ଡସ୍ ମାନେ ପ୍ରୋବ୍ଲେମ ଲାଇକ ସାଇକ୍ଲୋନ ହେଲା, ଫ୍ଲଡ୍ସ ହେଲା, ଆର୍ଥକ୍ୱେକ୍ସ ହେଲା ଏକ୍ସେଟ୍ରା। ଏଇ ସବୁ ଜିନିଷ ଆମର ଦେଖାଯାଉଛି କି ନାହିଁ ଏକ୍ସେଟ୍ରା, ହୁଇଚ ଆପେନ୍ସ ବାଇ ନେଚର। ଏଇ ସବୁ ଜିନିଷ ନେଚର ଦ୍ଵାରା ହିଁ ହଉଛି। ଏଥିରେ ଏଟାକୁ ମଣିଷ କରଉନି। ଭୂମିକମ୍ପ, ଆର୍ଥକ୍ୱେକ, ଭୂମିକମ୍ପ ହେଲା, ସାଇକ୍ଲୋନ ଆସିଲା କିମ୍ବା ବନ୍ୟା ଆସିଲା, ଏଟାକୁ ମଣିଷ କଣ ଜାଣିକି କରଉଛି କି? ଏଟା ନେଚର, ନ୍ୟାଚୁରାଲି ଏଟା ହଉଛି। ଆଣ୍ଡ which is not under our control, ଯୋଉଟା କି ଆମ କଣ୍ଟ୍ରୋଲରେ ନାହିଁ। lack of cooperation and coordination among the workers of an institution। ଗୋଟେ ଇନଷ୍ଟିଟ୍ୟୁସନ ହେଲା, ଗୋଟେ ଇଣ୍ଡଷ୍ଟ୍ରି ଭିତରେ ହେଲା, ଯେତେବେଳେ ଲ୍ୟାକ୍ ହେଇଯାଉଛି କୋଅର୍ଡିନେସନ ଆଉ କୋଅପରେସନ ୱାର୍କର ମାନଙ୍କ ଭିତରେ ଲ୍ୟାକ୍ ହେଇଯାଉଛି, ସେତେବେଳେ ମଧ୍ୟ କ୍ରାଇସିସ୍ ଦେଖାଯାଏ। decisions of politicians or the government may lead to strikes or agitations which has the social um, repercussion। ସରି ହଁ ଦେଖନ୍ତୁ, decisions of politicians or government ମାନେ ଆମର ଗଭର୍ଣମେଣ୍ଟ ହେଲା କିମ୍ବା ପଲିଟିସିଆନ ହେଲେ ଯାହା ସବୁ ଡିସିସନ ନଉଛନ୍ତି ମେ ଲିଡ୍ ଟୁ ଷ୍ଟ୍ରାଇକ୍ ଅର ଆଗିଟେସନ୍ସ, ମାନେ କିଛିଟା ପ୍ରୋବ୍ଲେମ ଆମକୁ ଦେଖାଯାଇଥାଏ। ସେଇ ସବୁ ଡିସିସନ ହେଲା କିମ୍ବା ତାକୁ ଗଭର୍ଣମେଣ୍ଟ ରୁଲ କୁ ମାନିବା ପାଇଁ ଆମକୁ କିଛିଟା ପ୍ରୋବ୍ଲେମ ଦେଖାଯାଇଥାଏ। ଇଜ ଟୁ ସୋସିଆଲ ରିପରକସନ, ମାନେ ମାନେ ସୋସିଆଲରେ କିଛିଟା ଡିଷ୍ଟରବାନ୍ସ ହେଇଥାଏ। ଏଇ ସବୁ କାମ ପାଇଁ ଡିଷ୍ଟରବାନ୍ସ ହେଇଥାଏ, କିଛିଟା ଡିଷ୍ଟରବାନ୍ସ ଦେଖା ଯାଇଥାଏ ଲୋକମାନଙ୍କ ଭିତରେ। କାହିଁକି ନା ସବୁ ଜିନିଷଟାକୁ ମାନିବାର ମାନେ ମାନି ପାରନ୍ତିନି ସମସ୍ତେ। ସବୁ ରୁଲ ଆଉ ରେଗୁଲେସନ ଯାହା ବି ରହୁଛି ତାକୁ ସବୁ ମାନି ପାରନ୍ତିନି। ସେଇଟା ଆମ ପାଇଁ ଅନପ୍ଲେଜେଣ୍ଟ ହେଇଯାଇଥାଏ, ମାନେ ଆମେ ତାକୁ ଆକ୍ସେପ୍ଟ କରିପାରି ନଥାଏ। ଦେନ୍ କଣ କହିଲା, ନିଡ୍ ଫର କ୍ରାଇସିସ୍ ମ୍ୟାନେଜମେଣ୍ଟ। କ୍ରାଇସିସ୍ ମ୍ୟାନେଜମେଣ୍ଟ ପାଇଁ ଆମକୁ କଣ କଣ ଆବଶ୍ୟକ ଅଛି, କଣ କଣ ନିଡ୍ ଅଛି? Crisis management means to face the unexpected events that happens suddenly either in an organization or society or over an individual। କଣ କହିଲା, କ୍ରାଇସିସ୍ ମ୍ୟାନେଜମେଣ୍ଟ ମିନ୍ସ ଟୁ ଫେସ୍ ଦ ଅନଏକ୍ସପେକ୍ଟେଡ ଇଭେଣ୍ଟସ୍। କ୍ରାଇସିସ୍ ମ୍ୟାନେଜମେଣ୍ଟ ମାନେ ଆମେ କିଛିଟା ଅନଏକ୍ସପେକ୍ଟେଡ ଇଭେଣ୍ଟସ୍ କୁ ଆମେ ଫେସ୍ କରିବା, that happens suddenly either in an organization or society or over an individual। ଯୋଉଟା କି ଆମକୁ ଫେସ୍ କରିବା ପାଇଁ ପଡିଥାଏ, କିଛିଟା ଅର୍ଗାନାଇଜେସନ ହେଲା, କିଛିଟା ସୋସାଇଟି ହେଲା, କିଛିଟା ଇଣ୍ଡିଭିଜୁଆଲକୁ ନେଇକି, କିଛିଟା ଇଣ୍ଡିଭିଜୁଆଲଙ୍କ ଉପରେ ହେଲା, ଆମକୁ ସେଟା ଅନଏକ୍ସପେକ୍ଟେଡ ହେଲେ ମଧ୍ୟ ଆମକୁ ଫେସ୍ କରିବା ପାଇଁ ପଡିଥାଏ। ପିପୁଲ should develop the mentality to face any situation with strong motives and work effectively
sorry efficiently by adjusting to that situation. People ମାନେ ଲୋକମାନେ mentally prepare ରହୁଛନ୍ତି, mentally ତାଙ୍କର develop ହେଇଗଲାଣି, ସେମାନେ ସବୁ ପ୍ରକାର situation କୁ strongly face କରୁଛନ୍ତି, ଆଉ କଣ କରୁଛନ୍ତି efficiently ସେଟାକୁ adjust ମଧ୍ୟ କରୁଛନ୍ତି। ଯଦି ଗୋଟେ situation ଆମ ପାଇଁ unpleasant ଅଛି, ସେଥିରେ ଆମେ କେମିତି ନିଜକୁ adjust କରିକି ବଞ୍ଚିବା, ସେଇଟା people ମାନେ ଲୋକମାନେ ତାଙ୍କର mentally ସେମାନେ develop ହେଇସାରିଲେଣି। then କଣ କହିଲା thus to know how to manage the crisis will be of great help not only to the individual but to the state or nation at large. Thus to know how to manage the crisis ମାନେ ଆମେ ଏଇଠୁ ଜାଣିପାରିଲେ କି ଆମେ କେମିତି ଏଇ ସବୁ କ୍ରାଇସିସ୍ କୁ ମ୍ୟାନେଜ କରିବା, କେମିତି ଆମେ ଗୋଟେ ହେଲ୍ପ କରିବା କେବଳ ନଟ ଓନଲି ଟୁ ଦ ଇଣ୍ଡିଭିଜୁଆଲ, କେବଳ ଗୋଟେ ଲୋକଙ୍କୁ ନୁହେଁ, ସବୁ ମାନେ ଷ୍ଟେଟ ମାନେ ନେସନ ରେ ଯାହା ସବୁ ଗୋଟେ ସୋସାଇଟିରେ ଯେତିକି ବି ଲୋକ ରହୁଛନ୍ତି ଆମେ ତାଙ୍କୁ କେମିତି ହେଲ୍ପ କରିବା, କ୍ରାଇସିସ୍ କୁ କେମିତି ମ୍ୟାନେଜ କରିବା, କେମିତି ସେଥିରେ ଆମେ ଆଡଜଷ୍ଟ କରିକି ଲୋକମାନଙ୍କୁ ହେଲ୍ପ କରିବା। Even the entire world will be benefited if we know how to manage the crisis। ଏଥିରେ ମାନେ ଆମେ କ୍ରାଇସିସ୍ କୁ କେମିତି ମ୍ୟାନେଜ କରିକି କେମିତି ବଞ୍ଚିଲେ ସବୁ ଲୋକମାନେ ୱାର୍ଲଡ ରେ ବେନିଫିଟେଡ ହେଇପାରିବେ। ଇଟ୍ ଇଜ ଏଭ୍ରିବଡି ଇଟ୍ ଇଜ ଏଭ୍ରିବଡିଜ ରେସ୍ପନ୍ସିବିଲିଟି, ଏଇଟା ସମସ୍ତଙ୍କ ରେସ୍ପନ୍ସିବିଲିଟି ଟୁ ପ୍ରୋଟେକ୍ଟ ୱାନ୍ସ ୱାନ୍ ସେଲ୍ଫ ଅଲସୋ। ନିଜେ ନିଜକୁ ପ୍ରୋଟେକ୍ଟ କରିବା ପାଇଁ ହେଲା କିମ୍ବା ନେସନକୁ ପ୍ରୋଟେକ୍ଟ କରିବା ପାଇଁ, ଏଇଟା ସମସ୍ତଙ୍କ ପାଇଁ ଗୋଟେ ରେସ୍ପନ୍ସିବିଲିଟି ଭାବରେ ନେଇପାରିବା।